ସମସ୍ତଙ୍କୁ ଜୟ ଶ୍ରୀରାମ। ଚାଲନ୍ତୁ ଆଜି ଶୁଣିବା ହନୁମାନ ଚାଳିଶାର ଓଡ଼ିଆ ଅନୁବାଦ। ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜ ମନୁ ମୁକୁରୁ ସୁଧାରି ବରନଉ ରଘୁବୀର ବିମଳ ଯଶୁ ଦୋ ଜୟାକ ଫଳ ଚାରି ବୁଦ୍ଧିହୀନ ତନୁ ଜାନକେ ସୁମର ପବନ କୁମାର ବଳ ବୁଦ୍ଧି ବିଦ୍ୟା ଦେହୁ ମୋହି ହରହୁ କଳେଶ ବିକାର। ଚାଲନ୍ତୁ ଏବେ ଶୁଣିବା ଓଡ଼ିଆ ଅନୁବାଦ। ଶ୍ରୀରାମ ପ୍ରିୟ ଭକ୍ତ ଗୋସ୍ୱାମୀ ତୁଳସୀଦାସ ଚାଳିଶାର ପ୍ରାରମ୍ଭରେ ଗୁରୁଙ୍କୁ ବନ୍ଦନା କରିଅଛନ୍ତି। ପ୍ରଭୁ ଗୁରୁଦେବଙ୍କ ଚରଣ ପଦ୍ମରେ ଥିବା ଧୂଳିକଣା ମୋର ଏଇ ମନରୂପକ ଦର୍ପଣକୁ ପରିଷ୍କାର କରିଛି। ଗୁରୁ କୃପାରୁ ରଘୁବୀରଙ୍କର ବିମଳ ଯଶଗୁଡ଼ିକ ବର୍ଣ୍ଣନା କରୁଅଛି, ଯାହାକି ଭକ୍ତକୁ ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ। ଶ୍ରୀରାମ କୃପାରେ ଧର୍ମ, ଅର୍ଥ, କାମ, ମୋହ ଆଦିର ପ୍ରାପ୍ତି ସୁନିଶ୍ଚିତ। ମୁଁ ମୋର ଏହି ପାର୍ଥବ ଶରୀରକୁ ଜ୍ଞାନ ଶୂନ୍ୟ ବା ମୂର୍ଖ ବୋଲି ଜ୍ଞାନ କରି ପବନ ସୁତ ମହାବୀର ହନୁମାନଙ୍କୁ ସ୍ମରଣ କରୁଅଛି। ହେ ମାରୁତି ନନ୍ଦନ, ବୁଦ୍ଧି ପ୍ରଦାନ କରି ସମସ୍ତ କ୍ଲେଶ ଓ ବିକାର ଭାବନାରୁ ସମସ୍ତଙ୍କର ଭାବକୁ ଦମନ କର। ଜୟ ହନୁମାନ ଜ୍ଞାନ ଗୁଣ ସାଗର, ଜୟ କପିଶ ତହିଁ ଲୋକ ଉଜାଗର। ଜୟ ହେ ହନୁମାନ, ତୁମେ ଜ୍ଞାନ ଓ ଗୁଣର ସାଗର, ସମ ତଥା କପି ଶ୍ରେଷ୍ଠ ଅଟ। ତୁମେ ଏହି ତିନି ଲୋକ ଯଥା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ପୁରବାସୀଙ୍କର କ୍ଲେଶ ବିନାଶ ପାଇଁ ଜାଗ୍ରତ ମୂର୍ତ୍ତି ଅଟ। ରାମଦୂତ ଅତୁଳିତ ବଲଧାମା, ଅଞ୍ଜନୀ ପୁତ୍ର ପବନ ସୁତ ନାମା। ହେ ରାମଦୂତ, ଆପଣ ବହୁତ ବଳ ପରାକ୍ରମର ଏକ ମୂର୍ତ୍ତିମୟ ପ୍ରତୀକ ଅଟନ୍ତି। ତୁମେ ସତୀ ଅଞ୍ଜନା ତଥା ମହାବଳୀ ପବନ ଦେବଙ୍କର ସନ୍ତାନ ଅଟ। ମହାବୀର ବିକ୍ରମ ବଜରଙ୍ଗୀ, କୁମତି ନିବାର ସୁମତି କେ ସଙ୍ଗୀ। ଆପଣ ମହାବୀର, ବିକ୍ରମଶାଳୀ ତଥା ବଜ୍ର ସମାନ ଅଙ୍ଗ ଧାରଣ କର୍ତ୍ତା। ଆପଣ ସମସ୍ତଙ୍କର କୁବୁଦ୍ଧିକୁ ବିନାଶ କରି ସୁବୁଦ୍ଧି ପ୍ରଦାନ କରିଥାନ୍ତି। ସୁମତି ଅର୍ଥାତ୍ ଉତ୍ତମ ଜ୍ଞାନୀ ହିଁ ଆପଣଙ୍କର ସଙ୍ଗୀ ଅଟନ୍ତି। କଞ୍ଚନ ବରନ ବିରାଜ ସୁବେଶା, କାନନ କୁଣ୍ଡଲ କୁଞ୍ଚିତ କେଶା। ଆପଣଙ୍କର ଶରୀରର କାନ୍ତି ତେଜମୟ ସୁବର୍ଣ୍ଣ ସଦୃଶ ଅଟେ। ସୁନ୍ଦର କୁଣ୍ଡଲ ଓ କୁଞ୍ଚିତ କେଶ ରାଶି ଆପଣଙ୍କର ମୁଖର ଶୋଭାକୁ ଦ୍ୱିଗୁଣିତ କରୁଅଛି। ହାତ ବ୍ରଜ୍ର ଧ୍ୱଜା ବିରାଜେ, କାନ୍ଧେ ମୁଜ ଜନେଜ ସାଜେ। ହେ ହନୁମନ୍ତ, ତୁମର ଗୋଟିଏ ହାତରେ ବଜ୍ର ଏବଂ ଅନ୍ୟ ହସ୍ତରେ ଧ୍ୱଜା ବିରାଜମାନ କରୁଅଛି। କାନ୍ଧରେ କୁଶ ନିର୍ମିତ ଉପନୀତ ଶୋଭା ପାଉଅଛି। ଶଙ୍କର ସୁମନ କେଶରୀ ନନ୍ଦନ, ତେଜ ପ୍ରତାପ ମହାଜଗ ବନ୍ଦନ। ଆପଣ ଆପେ ଶଙ୍କରଙ୍କର ଅବତାର। ଆପଣ ହିଁ କେଶରୀ ନନ୍ଦନ। ଆପଣଙ୍କର ପ୍ରତାପ ଏବଂ ତେଜପୁଞ୍ଜ ଅତି ଉତ୍କୃଷ୍ଟତର ହୋଇଥିବାରୁ ସମସ୍ତ ସଂସାରରେ ପୂଜ୍ୟ ବା ବନ୍ଦନୀୟ ହୋଇଅଛନ୍ତି। କେଶରୀ ନନ୍ଦନର ତାତ୍ପର୍ଯ୍ୟ ସବୁ ଉପପୁରାଣ ପ୍ରମାଣ ଦିଅନ୍ତି। କପିରାଜ କେଶରୀଙ୍କର ଅର୍ଦ୍ଧାଙ୍ଗିନୀ ଥିଲେ ଅଞ୍ଜନା, ତେଣୁ ତାଙ୍କୁ କେଶରୀ ନନ୍ଦନ। ଶଙ୍କର ତେଜରୁ ଜନ୍ମ ହେତୁରୁ ଶଙ୍କର ସୁମନ ଅବତାର କୁହାଯାଏ। ବିଦ୍ୟମାନ ଗୁଣ୍ୟତି ଚାତୁର, ରାମ କାଜ କରିବାକୁ ଆତୁର। ହେ ବୀରବର ହନୁମନ୍ତ, ଶୁଣିଛି ସୂର୍ଯ୍ୟଙ୍କ ଠାରୁ ବିଦ୍ୟା ଶିକ୍ଷା କରି ଆପଣ ବିଦ୍ୟମାନ, ଆହୁରି ଗୁଣବାନ ତଥା ଅତ୍ୟନ୍ତ ଚତୁର। ପ୍ରଭୁ ଭକ୍ତପଣରେ ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରିୟ କାର୍ଯ୍ୟକୁ କରିବା ପାଇଁ ଉତ୍କଣ୍ଠିତ ଚିତ୍ତରେ ଚାତକ ପରି ଅନାଇ ରହିଥାଅ। ପ୍ରଭୁ ଚରିତ ଶୁଣିବାକୁ ରସିଆ, ରାମ ଲଖନ ସୀତା ମନ ବସିଆ। ଶୟନେ ସପନେ ଜାଗରଣରେ ମଧ୍ୟ ଆପଣ ଶ୍ରୀରାମ ଚରିତ ଶ୍ରବଣରେ ଆନନ୍ଦିତ ହେବା ସହିତ ରାମ ରସରେ ରସାଣିଆ ହୋଇଥାନ୍ତି, ଆଉ ହୃଦୟରେ ଧାରଣ କରିଥାନ୍ତି ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମ ସହିତ ଜାନକୀ ଏବଂ ଲକ୍ଷ୍ମଣଙ୍କୁ। ସୂକ୍ଷ୍ମ ରୂପ ଧରି ସିଂହୀ ଦିଖାवा, ବିକଟ ରୂପ ଧରି ଲଙ୍କା ଜରାवा। ଆପଣ ଅଶୋକ ବନରେ ଦେବୀ ସୀତାଙ୍କୁ ଅଶୋକ ବନ ମଧ୍ୟରେ ସୂକ୍ଷ୍ମ ରୂପ ଧାରଣ ପୂର୍ବକ ପ୍ରବେଶୀ ଦର୍ଶନ କରିଥିଲେ, ଆଉ
ପର ମୁହୂର୍ତ୍ତରେ ବିକଟ ରୂପ ଧାରଣ କରି ଲଙ୍କାପୁରୀକୁ ଚାଲିଥିଲେ। ସୂକ୍ଷ୍ମରେ ଅଣିମା ଏବଂ ବିକଟ ରୂପରେ ମଣିମାକୁ ପ୍ରକାଶ କରିଥିଲେ। ଭୀମ ରୂପ ଧରି ଅସୁର ସଂହାରେ ରାମଚନ୍ଦ୍ରକେ କାର୍ଯ୍ୟ ସବାରେ। ଆପଣ ପ୍ରଭୁ ରାମଚନ୍ଦ୍ରଙ୍କର କାର୍ଯ୍ୟ ସମ୍ପାଦନ ପାଇଁ ଭୟଙ୍କର ରୂପ ଧାରଣ କରି ଲଙ୍କାପୁରୀରେ ଅସୁରମାନଙ୍କୁ ସଂହାର କରିଥିଲେ। ଲାୟ ସଞ୍ଜୀବନ ଲଖନ ଜିଆଏ ଶ୍ରୀ ରଘୁବୀର ହରଷି ଉଲ୍ଲାଏ। ଆପଣ ସଞ୍ଜୀବନୀ ଆଣିଦେଇ ଶ୍ରୀ ଲକ୍ଷ୍ମଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ରଖିଥିଲେ। ସେଥିପାଇଁ ପ୍ରଭୁ ରାମଚନ୍ଦ୍ର ଅତ୍ୟଧିକ ଆନନ୍ଦରେ ଭାବ ବିହ୍ୱଲ ପୂର୍ବକ ଆପଣଙ୍କୁ ଆଲିଙ୍ଗନ କରିଥିଲେ। ରଘୁପତି କିହ୍ନି ବହୁତ ବଢ଼ାଇ ତମ ମମ ପ୍ରିୟ ଭରତ ସମ ଭାଇ। ସେ ସମୟରେ ରଘୁପତି ଆପଣଙ୍କର ଉଚ୍ଚ ପ୍ରଶଂସା କରିବା ସହ କହିଥିଲେ, ହେ ହନୁମନ୍ତ, ତୁମେ ମୋର ଅତି ପ୍ରିୟ ଭାଇ ଭରତ ସହିତ ସମାନଟ। ସହସ୍ର ବଦନ ତୁମାର ଯଶ ଗାଏ। ଅସହ କହି ଶ୍ରୀପତି କଣ୍ଠ ଲଗାଏ। ତୁମର କୀରତି ରାଶି ବା ଯଶ ସମୂହକୁ ସହସ୍ର ସହସ୍ର ମୁଖରେ ଗାନ କରିଥାନ୍ତି। ଏକଥା କହିବା ପରେ ଶ୍ରୀପତି ଲକ୍ଷ୍ମୀଙ୍କର ପତି ନାରାୟଣଙ୍କ ଅବତାରୀ ପୁରୁଷ ପ୍ରଭୁ ଶ୍ରୀରାମ ଆପଣଙ୍କୁ ତାଙ୍କର କଣ୍ଠ ଦେଶରେ ଆଲିଙ୍ଗନ କରିଥିଲେ। ସନକାଦି ବ୍ରହ୍ମାଦି ମୁନିଷା ନାରଦ ସାରଦ ସହିତ ଅହିସା। ହେ ବୀର ହନୁମନ୍ତ, ତୁମର ସୁମହତ ଯଶ ରାଶିକୁ ସନକାଦି ମୁନିଗଣ ସୃଷ୍ଟିକର୍ତ୍ତା ବ୍ରହ୍ମା ନାରଦ ସାରଦ ଇତ୍ୟାଦି ସମସ୍ତେ ଗାୟନ କରିଥାନ୍ତି। ଯମ କୁବେର ଦିଗପାଲ ଯାହାତେ କବି ଗୋବିନ୍ଦ କହି ଶୋକ କାହାତେ। ଆହୁରି ଆପଣଙ୍କର ଯଶକୁ ଯମ କୁବେର ତଥା ଦିଗପାଲମାନଙ୍କ ସହିତ ସମସ୍ତେ ସ୍ମୃତି ପ୍ରକାରେ ଗାୟନ କରିଥାନ୍ତି। ସେ ସ୍ଥଳରେ ଏଛାର କବି ବା ଜଣେ ପଣ୍ଡିତ ଯେପରି ଉଦ୍ୟମ କରିବ କେମିତି, ତାର ବା କ'ଣ ଶକ୍ତି ଅଛି? ତୁମ ଉପକାର ସୁଗ୍ରୀବ ହିଁ କିହ୍ନା, ରାମ ମିଲୟ ରାଜପଥ ଦିହ୍ନା। ହେ ହନୁମନ୍ତ, ଆପଣ ସୁଗ୍ରୀବଙ୍କ ପାଇଁ ଯେଉଁ ମହତ କର୍ମ ଦେଖାଇଅଛନ୍ତି ତାହା ଅଭୁଲା। ତୁମେ ହିଁ ପ୍ରଭୁ ରାମଚନ୍ଦ୍ରଙ୍କର ସହିତ ସୁଗ୍ରୀବଙ୍କୁ ଭେଟ କରାଇଥିଲ। ତୁମରି ଯୋଗୁଁ ସୁଗ୍ରୀବ ରାଜ ସିଂହାସନ ପାଇଥିଲେ। ତୁମ୍ହାର ମନ୍ତ୍ର ବିଭୀଷଣ ମାନା, ଲଙ୍କେଶ୍ୱର ଭୟେ ସବ ଜଗ ଜାନା। ଆପଣଙ୍କ କଥାକୁ ବିଭୀଷଣ ମନ୍ତ୍ର ପରି ଗ୍ରହଣ କରିଥିଲେ। ଆପଣଙ୍କ ପାଇଁ ଲଙ୍କାର ରାଜସିଂହାସନ ଲାଭ କରି ପୃଥିବୀ ବିଖ୍ୟାତ ସାଜିଥିଲେ। ଯୁଗ ସହସ୍ର ଯୋଜନ ପରଭାନୁ, ଲିଲ୍ୟୋ ତହି ମଧୁର ଫଳ ଜାନୁ। ହେ ହନୁମନ୍ତ, ହେ ମହାବୀର, ବାଲ୍ୟକାଳରେ ଆପଣ ସୂର୍ଯ୍ୟଙ୍କୁ 2,000 ଯୋଜନ ଦୂରକୁ ଦେଖି ଫଳ ବୋଲି ମନେ କରିବା ସହିତ ଖାଇବା ପାଇଁ ସୂର୍ଯ୍ୟଙ୍କ ଦିଗକୁ ଦୌଡ଼ି ଯାଇଥିଲେ। ପ୍ରଭୁ ମୁଦ୍ରିକା ମେଲି ମୁଖ ମାହି, ଜଲଧି ଲଙ୍ଗିରାଏ ଆଚରଜ ନାହିଁ। ଆପଣ ପ୍ରଭୁ ରାମଚନ୍ଦ୍ରଙ୍କର ମୁଦ୍ରିକାକୁ ମୁଖରେ ଧରି ସପ୍ତ ସମୁଦ୍ର ପାରି ହୋଇଥିଲେ। ଏକଥା ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ଦୁର୍ଗମ କାଜ ଜଗତକେ ଯେତେ, ସୁଗମ ଅନୁଗ୍ରହ ତୁମ୍ହାରେ ତେତେ। ଏ ବିଶ୍ୱ ଚରାଚରରେ ଯେତେ ଦୁର୍ଗମ କାର୍ଯ୍ୟ ରହିଛି, ଆପଣଙ୍କର ଅନୁଗ୍ରହ ହେଲେ ସୁଗମ ହୋଇଥାଏ। ହୋଇ ନ ପାରିବା କାମ ମଧ୍ୟ ଆପଣଙ୍କ ଦ୍ୱାରେ ସାଧିତ ହୋଇଥାଏ। ପ୍ରଭୁ ମୁଦ୍ରିକା ମେଲି ମୁଖ ମାହି, ଜଲଧି ଲଙ୍ଗିରାଏ ଆଚରଜ ନାହିଁ। ଆପଣ ପ୍ରଭୁ ରାମଚନ୍ଦ୍ରଙ୍କର ମୁଦ୍ରିକାକୁ ମୁଖରେ ଧରି ସପ୍ତ ସମୁଦ୍ର ପାରି କରିଥିଲେ। ଏକଥା ନିଶ୍ଚୟ ଆଶ୍ଚର୍ଯ୍ୟଜନକ। ଦୁର୍ଗମ କାଜ ଜଗତକେ ଯେତେ, ସୁଗମ ଅନୁଗ୍ରହ ତୁମ୍ହାରେ ତେତେ। ଏ ବିଶ୍ୱ ଚରାଚରରେ ଯେତେ ଦୁର୍ଗମ କାର୍ଯ୍ୟ ରହିଛି, ଆପଣଙ୍କର ଅନୁଗ୍ରହ ହେଲେ ସୁଗମ ହୋଇଥାଏ। ହୋଇ ନ ପାରିବା କାମ ମଧ୍ୟ ଆପଣଙ୍କ ଦୟାରେ ସାଧିତ ହୋଇଥାଏ। ରାମ ଦୁଆରେ ତୁମ ରଖବାରେ, ହୋତ ନ ଆଜ୍ଞା ବିନୁ ପସାରେ। ହେ ବୀର ହନୁମନ୍ତ, ଆପଣ ପ୍ରଭୁ ରାମଚନ୍ଦ୍ରଙ୍କର ଏକମାତ୍ର ଦ୍ୱାରପାଳ। ଆପଣଙ୍କର କୃପାଭିଳାଷ ଏବଂ କୃପାପ୍ରାପ୍ତ ନ ମିଳିବା ଯାଏଁ କେହି ଜଣେ ଶ୍ରୀରାମଙ୍କ କୃପା ଲାଭ କରିପାରିବେ ନାହିଁ। ଅତଏବ ଜଣେ ରାମଭକ୍ତ ହେବା ଆଗରୁ ତୁମର ଶରଣାପନ୍ନ ହେବା ଉଚିତ। ତୁମ ବିନା ରାମ ପ୍ରାପ୍ତି ଅସମ୍ଭବ। ସବ ସୁଖ ଲାହେ ତୁମ୍ହାରୋ ଶରଣା, ତୁମ ରଜକୁ କାହୁଁକୋ ଡରନା। ତୁମଠାରେ ଶରଣାପନ୍ନ ହୋଇଥିବା ବ୍ୟକ୍ତିର ସକଳ ପ୍ରକାର ଅଭିଳାଷ ପୂର୍ଣ୍ଣ ହୁଏ।
हे ବୀର ବିକ୍ରମ ବଜରଙ୍ଗୀ, ତୁମେ ଯାହାର ରକ୍ଷାକର୍ତ୍ତା, ସେ ଅବା କାହିଁକି କାହାକୁ ଭୟ କରିବ? ଆପଣ ତେଜ ସଂହାର ଆପୁ, ତିନ ଲୋକ ହାକେତ କାପୁ। ଆପଣ ଯଦି ଆପଣଙ୍କ ତେଜ ରାଶିକୁ ନିଜେ ନିଜେ ସଂକୁଚିତ ନ କରନ୍ତି, ସେ ତେଜକୁ କିଏ ସହ୍ୟ କରିପାରିବେ ନାହିଁ। ଆପଣଙ୍କର ଶକ୍ତି ଆପଣ ହିଁ ନିଜେ ଧାରଣ କରିବା ପାଇଁ ସକ୍ଷମ ହୋଇଥାନ୍ତି। ଆଉ ଆପଣଙ୍କର ହୁଙ୍କାରେ ତ୍ରିପୁର କମ୍ପି ଉଠେ। ଭୂତ ପିଶାଚ ନିକଟ ନାହିଁ ଆଏ। ମହାବୀର ଯବ ନାମ ଶୁଣାଏ। ଆପଣଙ୍କର ମହାବୀର ନାମକୁ ବାରମ୍ବାର ଜପ କଲେ ସେ ନାମ ଶ୍ରବଣ କରି ଭୂତ ପିଶାଚ ଆଦି କେହି ପାଖକୁ ଆସିପାରିବେ ନାହିଁ। ନା ସେ ରୋଗ ହରେ ସବୁ ପୀରା, ଜପତ ନିରନ୍ତର ହନୁମତ ବୀରା। ପ୍ରଭୁ ମହାବୀର ହନୁମାନଙ୍କ ନାମକୁ ଯିଏ ଦିବାନିଶି ଭଜନ କରେ, ତାର ସମସ୍ତ ରୋଗ ବିନାଶ ହେବା ସହିତ ସବୁ ପ୍ରକାର କଷ୍ଟ ବା ଯନ୍ତ୍ରଣା ଦୂର ହୋଇଥାଏ। ସଙ୍କଟେ ତ ହନୁମାନ ରୁଜାଏ, ମନ ବକ୍ର ବଚନ ଧ୍ୟାନ ଯୋଲାଏ। ଯିଏ କାୟା ମନ ବାକ୍ୟରେ ଅର୍ଥାତ୍ ବଚନ ମନ ଓ କାର୍ଯ୍ୟରେ ଶ୍ରୀ ହନୁମାନଙ୍କୁ ଧ୍ୟାନ କରେ, ତାକୁ ସକଳ ପ୍ରକାରର ସଙ୍କଟରୁ ହନୁମାନ ମୁକ୍ତି ଦିଅନ୍ତି। ସବ ପରରାମ ତପସ୍ୱୀ ରାଜା, ତିନେକ କାଜ ସକଳ ତୁମ ସାଜା। ପ୍ରଭୁ ରାମଚନ୍ଦ୍ର ଯେଭଳି ଶ୍ରେଷ୍ଠ ତପସ୍ୱୀ, ସେହିପରି ପ୍ରଜାବତ୍ସଲ ରାଜା ମଧ୍ୟ ତାଙ୍କର ସମସ୍ତ ପ୍ରକାର କାର୍ଯ୍ୟକୁ ଆପଣ ଅତି ସହଜରେ ସମ୍ପାଦନ କରିଥାନ୍ତି। ଓର୍ ମନୋରଥ ଯୋ କୋଇ ଲାଏ, ସୋଇ ଅମିତ ଯୋଜନ ଫଲ ପାଏ। ଯେକୌଣସି କାମନା ରଖି ଯଦି ଭକ୍ତ ଆପଣଙ୍କର ଶରଣାପନ୍ନ ହୁଏ, ତେବେ ନିଶ୍ଚିତ ଭାବରେ ନିରନ୍ତର ଅମୃତ ସମ ସୁଫଳ ଲାଭ କରିଥାନ୍ତି। ଚାର ଯୁଗ ପରତାପ ତୁମ୍ହାରା, ହେ ପ୍ରସିଦ୍ଧ ଜଗତ ଉଜିଆରା। ଯେଉଁ ବ୍ୟକ୍ତି ଧର୍ମ, ଅର୍ଥ ପ୍ରଭୃତି ସାଂସାରିକ ସୁଖକୁ କାମନା କରି ଆପଣଙ୍କୁ ଜଣାଯାଏ, ସେ ନିଜେ ନିଶ୍ଚୟ ସୁଫଳ ଲାଭ କରେ, ସୁଖରେ କାଳାତିପାତ କରିଥାଏ। ହେଲେ ହନୁମନ୍ତ ଆପଣଙ୍କ ପରାକ୍ରମରେ ସତ୍ୟ, ତ୍ରେତା, ଦ୍ୱାପର, କଳି ଆଦି ଚାରି ଯୁଗରେ ବିଶ୍ୱ ପ୍ରସିଦ୍ଧ ଓ ଶାଶ୍ୱତ ହୁଏ। ସାଧୁ ସନ୍ତକେ ତୁମ ରଖବାରେ, ଅସୁର ନିକରନ୍ଦ ରାମ ଦୁଲାରେ। ଆପଣ ସାଧୁସନ୍ତ ତଥା ସଜ୍ଜନମାନଙ୍କର ରକ୍ଷକ। ହେ ପରାକ୍ରମ ଶକ୍ତିଶାଳୀ, ଆପଣ ହିଁ ଅସୁରମାନଙ୍କର ବିନାଶକ। ପ୍ରଭୁ ରାମଚନ୍ଦ୍ରଙ୍କର ଅତି ପ୍ରିୟ ଭକ୍ତ, ଅଷ୍ଟସିଦ୍ଧି ନୌଧିକେ ଦାତା, ଅବଶିର ଦୀନ ଜାନକୀ ମାତା। ହେ ହନୁମନ୍ତ, ଆପଣ ଅଷ୍ଟସିଦ୍ଧି ଯଥା ଅଣିମା, ମଣିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାଣାମ୍ୟାମ, ଈସ୍ପିତ ଓ ବଶିଷ୍ଠ ଏବଂ ନବନିଧି ଯଥା ପଦ୍ମ, ମହାପଦ୍ମ, ଶଙ୍ଖ, ମକର, କଚ୍ଛପ, ମୁକୁନ୍ଦ, କୁନ୍ଦ, ନୀଳ ଓ ଖର୍ବ ପ୍ରଦାନ କରିଥାନ୍ତି। ଏହା କେବଳ ସମ୍ଭବ ମାତା ସୀତାଙ୍କର ଆଶୀର୍ବାଦ ଯୋଗୁଁ। ରାମ ରସାୟନ ତୁମ୍ହାରେ ପାସା, ସଦା ରହୁ ରଘୁପତି କେ ଦାସା। ପ୍ରଭୁ ଶ୍ରୀରାମଙ୍କ ନାମ ଆପଣଙ୍କ ପାଖରେ ରସାୟନ ପରି। ଯଥାର୍ଥରେ ଆପଣଙ୍କର ଦ୍ୱାରା ରାମ ନାମର ପ୍ରଭାବ ସର୍ବ କଷ୍ଟ ଦୂର କରେ। ଆପଣ ଆଦରପୂର୍ବକ ପ୍ରଭୁ ଶ୍ରୀରାମଙ୍କର ପରମ ସେବକ ଅଟନ୍ତି। ତୁମ୍ହାରେ ଭଜନ ରାମକୁ ପାଏ, ଜନମ ଜନମ କେ ଦୁଃଖ ବିରାସଏ। ଆପଣଙ୍କୁ ଭଜନ କଲେ ପ୍ରଭୁ ରାମଚନ୍ଦ୍ରଙ୍କର କୃପାଲାଭ ହୁଏ ଏବଂ ଜନ୍ମ ଜନ୍ମାନ୍ତରେ ସବୁ ପ୍ରକାର ଦୁଃଖ ବିନାଶ ହୋଇଥାଏ। ଅନ୍ତକାଳ ରଘୁପତି ପୁର ଯାଏ, ଯାହା ଜନ୍ମ ହରି ଭକ୍ତ କହ୍ନାଏ। ହେ ମହାବୀର ହନୁମନ୍ତ, ଯିଏ ଆପଣଙ୍କ ପରମ ଭକ୍ତ ବୀର ହନୁମାନଙ୍କର ଭକ୍ତ ହୋଇଥାଏ, ତାର ମୃତ୍ୟୁ ପରେ ରଘୁପତି ଧାମ ବୈକୁଣ୍ଠ ପ୍ରାପ୍ତି ହୁଏ। ମର୍ତ୍ତ୍ୟରେ ଜନ୍ମ ହେଲେ ହରିଭକ୍ତ ସାଜି ବିଳାସ କରେ ଓ ଦେବତା ଚିତ୍ତ ନ ଧରଇ, ହନୁମତ ସେହି ସର୍ବ ସୁଖ କରଇ। ଆପଣଙ୍କ ଧ୍ୟାନରତ ଜନ ଯଦି ଅନ୍ୟ କାହାଠାରେ ମନ ନ ଦେଇ କେବଳ ଆପଣଙ୍କଠାରେ ସର୍ବଦା ମନ ରଖିଥାଏ, ତେବେ ସେ ସମସ୍ତ ପ୍ରକାର ସୁଖ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଏ। ଆପଣ ଆପଣଙ୍କର ଭକ୍ତକୁ ସବୁ ପ୍ରକାର ସୁଖ ସମ୍ପତ୍ତି ପ୍ରଦାନ କରି ସକ୍ଷମ କରାଇଥାନ୍ତି। ସଙ୍କଟ କେଟି ମେଟି ସବ ପୀରା, ଯୋ ସୁମରୁ ହନୁମତ ବଲବୀରା। ହେ ମହାବୀର, ଆପଣଙ୍କୁ ଯିଏ ମହାବୀର ହନୁମାନ ବୋଲି ସ୍ମରଣ କରେ, ତାର ସମସ୍ତ ସଙ୍କଟକୁ ଦୂର କରିଥାନ୍ତି। ଜୟ 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 ହନୁମାନ ଗୋସାଇଁ, କୃପା କରୁହୁ ଗୁରୁ ଦେବକୀ ନାଇଁ।
ଗୋସ୍ୱାମୀ ତୁଳସୀଦାସ ହନୁମାନଙ୍କୁ ଶିବଙ୍କର ଅବତାର ଜାଣି ଗୁରୁ ଜ୍ଞାନପୂର୍ବକ ହନୁମାନଙ୍କର ବନ୍ଦନା କରୁଛନ୍ତି। ଆପଣ ଗୁରୁଦେବଙ୍କର ପରି ମୋତେ କୃପା କରନ୍ତୁ। ଯୋ ଶତବାର ପାଠ କର କୋଇ ଛୁଟି ହି ବନ୍ଦୀ ମହାସୁଖ ହୋଇ। ଏହି ପୂତ ହନୁମାନ ଚାଲିସାରୁ ଯିଏ 100 ପାଠ କରେ ସେ ବନ୍ଦିଶାଲା ସମ ଦୁଃଖରୁ ମୁକ୍ତି ଲାଭ କରି ମହାସୁଖ ଲାଭ କରେ। जो उह पढ़े हनुमान चालीसा उह सिद्धि साक्षी गोरीसा। जी यही हनुमान चालीसा को पाठ करती से निश्चित सिद्धि लाभ करती। एहार साक्षी स्वयं गौरीपति सदाशिव। तुलसीदास सदा हरिचोरा कि जे नाथ उदयम डेरा। गोस्वामी तुलसीदास कहिछंती हे नाथ आपण सदा सर्वदा मो हृदय बसती स्थापन करंतु। पवन तनय संकट हरण मंगल मूर्ति रूप राम लखन सीता सहित बसौ सुर भूप। राम राघव रक्षमाम कृष्ण केशव त्रयमाम। हे पवन नंदन संकट हरणकारिणी समस्त मंगलर मूर्तिमान प्रतीक हे सुरभूप। आपण ही देवकुलर श्रेष्ठ प्रभु रामचंद्रंकर श्री लक्ष्मण और देवी जानकी सहित मो हृदय बास करंतु। जय श्रीराम। आपण माने जेपरी अवस्था भी थांतु हनुमान चालीसा पाठ करंतु बा मने रखिकी ध्यान करंतु। हनुमान कलिजुगरे स्वयं अछंती। आपण माने जदि समय पाउनाहांती कि पढ़ी पारुनाहांती ताहले किछि समय देई ए वीडियो को सुनंतु आउ हनुमान चालीसा को मने रखिबाकू चेष्टा करंतु। ताहले रहूची जय श्रीराम।